ମୁଁ ଆଜି ପହଞ୍ଚାଇଛି ମଲ୍ରେ ପହଞ୍ଚିଲା ପରେ ମୁଁ ଗୋଟେ ଛୋଟ ବେବିର ଡ୍ରେସ୍ଟି ପସନ୍ଦ ଆସିଥିଲା। ଏଇଟା ପସନ୍ଦ ଆସିବାର କାରଣ ବି ଗୋଟେ ଅଛି, କାହିଁକିନା ଏଇ ଛୋଟ ବେବିଟା କାହାର କାହା ପାଇଁ ମୁଁ ପସନ୍ଦ କରିଛି। ଆପଣମାନେ ଫୁଲ୍ ଭିଡ଼ିଓ ଦେଖନ୍ତୁ, ତାପରେ ଜାଣିପାରିବେ, ଜମା ସ୍କିପ୍ କରିବେନି। ହ୍ୟାଲୋ ଗାଇସ୍, ୱେଲକମ୍ ବ୍ୟାକ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଭାଗ୍ୟଲକ୍ଷ୍ମୀ ଲାଇଫଷ୍ଟାଇଲ୍। ଆଜି ଆମେ ମୋ ମମି ଭାଇ ଭଉଣୀ ସବୁ ବାହାରି ପଡ଼ିଥିଲୁ ଫୁଲବାଣୀ। ବସ୍ ଯେତେବେଳେ ପହଞ୍ଚି ଆସିଥିଲା ତ ଆମେ ଷ୍ଟାଣ୍ଡିଂରେ କିଛି ଟାଇମ୍ ପଳେଇଥିଲୁ। ସମୟ ଗଲା ପରେ ପୁଣି ସିଟ୍ରେ ବସିଥିଲୁ, ତାପରେ ପହଞ୍ଚି ଯାଇଥିଲୁ ଆମେ ଫୁଲବାଣୀ ପହଞ୍ଚିବା ପରେ ମୁଁ ପଳେଇ ଯାଇଥିଲି ରୋଷେଇ ଶାଳକୁ, କାହିଁକିନା ମମି ମୋତେ କହିଲେ ରୋଷେଇ କରିବାକୁ ଯା ବୋଲି। ତ ମୁଁ କ୍ଷୀରି ବସେଇଦେଲି। କ୍ଷୀରି ବସିଲା ପରେ ନନା ଆସିବାର ଥିଲା, ତ ସବୁ ସାମଗ୍ରୀ ରେଡ଼ି ହେଇଥିଲା। ନନା ଆସିବା ବେଳକୁ ପୁରା ସବୁ ଠିକ୍ ଠାକ୍ ହେଇଯାଇଥିଲା, ଯେହେତୁ ଜଲ୍ଦି ପୂଜା କାମ ଆରମ୍ଭ ହେଲା। ଶନିବାର ଥିଲା ତ ଟିକେ 3ଟା ବେଳକୁ ଆରମ୍ଭ ହେଇଥିଲା। 3ଟା ବେଳକୁ ଆରମ୍ଭ ହେଲା ପରେ ହୋମ ସରିଲା ପରେ, ଯେହେତୁ ଏଇଟା ହେଉଛି ସବୁଠୁ ଇମ୍ପୋର୍ଟାଣ୍ଟ, କାହିଁକିନା ମୋ ସାନ ଭାଇର ଝିଅର ପ୍ରଥମ ବାର୍ଥଡେ, ଯେହେତୁ ତା ପାଇଁ ସବୁ ଏତେ ପ୍ରିପାରେସନ୍ ଚାଲିଥିଲା। ତ ସେ ସବୁ ଦେଖି ବହୁତ ଖୁସି ହେଉଥିଲା। ସମସ୍ତେ ଯେତେବେଳେ ପହଞ୍ଚି ସାରିଥିଲେଣି, ଯେତିକି ଆମର ପରିବାର, ତା ସହିତ ମୋ ଭାଇର ସାଙ୍ଗମାନେ, ଏମିତି ସବୁ ପହଞ୍ଚି ଆସିବା ପରେ ଆମେ ସେ ଝିଅର କେକ୍ କଟିଂ ଆରମ୍ଭ କରିଥିଲୁ। ତାପରେ ଖାଇବା ବ୍ୟବସ୍ଥା ମଧ୍ୟ ହେଇଥିଲା, କ୍ଷୀରି, ପୁରୀ, ତରକାରୀ। ସେ ସବୁ ଖାଇକି ସମସ୍ତେ ଖୁସି ହେଇଯାଇଥିଲେ। ଆଉ ଭଲ ହେଇଛି କହୁଥିଲେ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍